বন্দী প্রায় হই সে নানাদি ভর্ষ নাশ হয়ে চারোটি কষ্ট পরে সে হচ্ছে অকথনীয় কষ্ট। সে কষ্টটাকে কেমিতি আপন মানে সহিবে কিন্তু কহি পারিবে সহিবে কহি পারিবানি সহিବାକୁ ବାଧ୍ୟ କହିବା ସମ୍ଭବ ନୁହଁ। সহিবে কহি পারিবানি তাহলে সে কোউ চারোটি কষ্ট পুত্রেণং মেধ মধ্যে নিয়মিত তনুভি স্থিয়তে গর্ভবাস বিশ্লেষ দুঃখ ব্যথিকর বিষম যৌবনে চোপভোগ বামাথিণাম অবজ্ঞা বিহসিত তনুভি বৃদ্ধ ভাবব্য সাধু সংসারে রে মনুষ্যা বদতি যদি সুখম স্বল্পমপ্যস্তি কিঞ্চিৎ। আজ্ঞা চারোটি কষ্ট গোটিয়ে কষ্ট হচ্ছে গর্ভ কষ্ট। আজ্ঞা প্রথমে গর্ভ কষ্ট মাতৃগর্ভ ভিতরে অতি অল্প জায়গায় সন্তানটি সংকীর্ণ ভাবরে কেতে কষ্ট সে ভিতরে সহে করবে কীট মানকর দংশনকু সহি। তাই মু যেতেলে মো মা গর্ভরে থিলি মো বউ কহিলা তু খালি সে ভিতরে কিতি কিতি খেলুথলু ডু খেলুথলি সে আরে জন্ম হেবা পরে যদি আমরি পরি ভাষা সে ব্যবহার করি পারুথান্তা আজ্ঞা তাহলে প্রসূতি ভবନରେ ଥିବା ସମସ୍ତଙ୍କୁ ସୂଚେଇ ଦିଅନ୍ତା ମାତୃ ଗର୍ଭରେ ମତେ ଏତିକି କଷ୍ଟ ହେଲା। ବସନ୍ତ ଆଜ୍ଞା ଦ୍ୱିତୀୟ କଷ୍ଟ ହଉଛି ଜନ୍ମ କଷ୍ଟ। ଜନ୍ମ କଷ୍ଟ ଅତି ସୂକ୍ଷ୍ମ ଅତି ସୂକ୍ଷ୍ମ ପଥ ଦେଇ ଏତେ ବଡ ସନ୍ତାନ ଯେତେବେଳେ ଭୂମିଷ୍ଠ ହୁଏ ନା ତାକୁ ଯେ କେଡ଼େ କଷ୍ଟ ହୁଏ ଯଦି ମୁଖ ଖୋଲନ୍ତା ଭାଷା ବ୍ୟବହାର କରିପାରନ୍ତା ତାହେଲେ ସେ ସୂଚେଇ ଦିଅନ୍ତା ମାତୃଗର୍ଭରୁ ଭୂମିଷ୍ଠ ହେଲା ବେଳେ ମତେ ଏତିକି କଷ୍ଟ ହେଲା। ସହିବା ପାଇଁ ବାଧ୍ୟ କହିବା ସମ୍ଭବ ନୁହେଁ। ଆମର ପ୍ରଧାନହର ବୋହୁ ଗର୍ଭ କଷ୍ଟ ପାଇଲା ମୁଁ ଯାଇଥିଲି ଅଟୋକୁ ଡାକିବା ପାଇଁ ଆଉ ସିଏ ତାଙ୍କ ଦୁଆର ବନ୍ଧରେ ଠିଆରେ ଜନ୍ମ କରିଦେଲା। ଆଜ୍ଞା ବସନ୍ତ କାହିଁ କିଛି କଷ୍ଟ ସନ୍ତାନ ଟିକେ କେଡ଼େ କଷ୍ଟ ହେଲା ସେ ଯଦି ଭାଷା ଆମର ବ୍ୟବହାର କରିପାରୁଥାନ୍ତା ବୁଝେଇ ଦିଅନ୍ତା। ସହିବା ବାଧ୍ୟ କହିବା ସମ୍ଭବ ନୁହେଁ। ତୃତୀୟ କଷ୍ଟ ହଉଛି ବାର୍ଦ୍ଧକ୍ୟ କଷ୍ଟ। ବାର୍ଦ୍ଧକ୍ୟ କଷ୍ଟ ବାର୍ଦ୍ଧକ୍ୟ କଣ ଆଜ୍ଞା? ଜରା କଷ୍ଟ ଯାହାକୁ ଜର ବୃଦ୍ଧ ଅବସ୍ଥା ସେ ହଉଛି ଗୋଟିଏ କଷ୍ଟ। ଆପଣଙ୍କ ଭଳିଆ ଆପଣ ସହିବା ପାଇଁ ବାଧ୍ୟ ହେବେ କିନ୍ତୁ କହିବା ସମ୍ଭବ ନୁହଁ। ଗାତ୍ର ସଂକୁଚିତ ଗତିର୍ ବିଗଳିତା ଭ୍ରଷ୍ଟା ଚ ଦନ୍ତାବଳୀ ଆରେ ଦୃଷ୍ଟି ନଶ୍ୟତି ବର୍ଧତେ ବଧିରତା ବକ୍ତ୍ରଞ୍ଚଲାଳାୟତେ ବାକ୍ୟଂ নাদ্রিয়তে চ বান্ধবজনো ভার্যান শুশ্রূষতে হা কষ্ট কলু বর্ততে যদি নরা ধন্যো নরাজো মৃতাঃ। ধন্য নরাজো মৃতাঃ। বার্ধক্য অবস্থা আজ্ঞা ওরে গাত্র সংকুচিতম গাত্র সংকুচিত ଆପଣ ମରିବା ପୂର୍ବରୁ ଆପଣଙ୍କର ଉଚ୍ଚତା ଆପଣଙ୍କୁ ଛାଡ଼ିକରି ପଳେଇବ। ଇଏ ଉଚ୍ଚତା ଛାଡ଼ିକି ପଳେଇବ। 5 ହାତର ଶରୀର ଯେତେବେଳେ ବାର୍ଦ୍ଧକ୍ୟ ଅବସ୍ଥାରେ ପହଞ୍ଚିବ ନା ଅଣ୍ଟା ନଇଁଯିବ। ଓହ କିଏ ଖଣ୍ଡେ କାଟିକି ନେଇଯିବ। ଅଣ୍ଟା ନଇଁଯିବ ନଇଁ ପଡ଼ିବ ଏମିତି। ତାପରେ ହାତୁଟିଏ କମିଗଲା। ହାତୁଟିଏ କମିଗଲା। ଆଜ୍ଞା ତୁମେ ବଞ୍ଚିଛ ବଞ୍ଚିଛୁ। ଉଚ୍ଚତା ଛାଡ଼ିକରି ଆଗ ପଳେଇଲା। ଉଚ୍ଚତା ପଳେଇଗଲା। ଗତିର୍ ବିଗଳିତା ଗତିର୍ ବିଗଳିତା ଗୋଟିଏ ଜାଗାରୁ ଆଉ ଗୋଟିଏ ଜାଗାକୁ ଦୌଡ଼ିକିରି ତୁମେ ପଳଉଥିଲ କିନ୍ତୁ ଆଜି ଆଉ ଦୌଡ଼ି ପାରୁନା। ବାର୍ଦ୍ଧକ୍ୟ ଅବସ୍ଥା ଏପରି ଗ୍ରାସ କରିଛି ପାଦ ଆଉ ଚଳୁ ନାହିଁ। 3 ଜଣ ଲୋକ ଧରିକି ଉଠଉ ତେଣୁ ଚଳନ ଶକ୍ତି ଆପଣଙ୍କୁ ଛାଡ଼ିକରି ମରିବା ପୂର୍ବରୁ ପଳେଇଲା। ପଳେଇଗଲା। ଆଜ୍ଞା ପଳେଇଗଲା। ଭ୍ରଷ୍ଟା ଚ ଦନ୍ତାବଳୀ ଏଇଟା କଣ? ଯୋଉ ଦନ୍ତର ଯତ୍ନ ନେଇ କଠିନ ପଦାର୍ଥକୁ ଚର୍ପଣ କରି ତାର ସ୍ୱାଦକୁ ଅନୁଭବ କରୁଥିଲ ଆଜି ମରିବାର ବହୁ ପୂର୍ବରୁ ସେ ଦନ୍ତ ଗୁଡ଼ିକ ଆପଣଙ୍କୁ ପର କରିଦେଇକିରି ପଳେଇଲା। ଆଉ ଉଠିବନି ସେ ଦାନ୍ତ। ସେ ଦାନ୍ତ ଉଠିବନି।
ବର୍ଦ୍ଧତେ ବଧିରତା এইটা কোন କାନ ଦିଟି ଅଛି କିନ୍ତୁ କାନକୁ ଆଉ ଶୁଭିବନି ଭଗତରଞ୍ଚଳାଳୟତେ ସୁନ୍ଦରିଆ ମୁଖମଣ୍ଡଳ বাবা କେତେ ଲୋକ ଦର୍ଶନ କରି ଆନନ୍ଦିତ ହଉଥିଲେ ফটো উঠেকি নউথলে ଆଜି ବୁଢା ହେଇଗଲ ହଁ। ଲାଳ ବୋହିଲା ବୋହିଲା। ଚମ ଧୁଡୁ ଧୁଡୁ ହେଇଗଲା ହେଇଗଲା। ମୁଖମଣ୍ଡଳ ଟିକେ ଅସୁନ୍ଦର ଦିଶିଲା ମରିବା ପୂର୍ବରୁ ବଦନର ସୌନ୍ଦର୍ଯ୍ୟ ଛାଡିକରି ପଳେଇଲା ଦୃଷ୍ଟିରେ ନଶ୍ୟତି ଆଖି ଦୁଇଟି ଅଛି ଜୁଳୁ ଜୁଳୁ କରି ଚାହୁଁଛ ଚାହୁଁଛି। କିନ୍ତୁ କିଛି ଦେଖି ପାରୁନା ମରିବା ପୂର୍ବରୁ ଦୃଷ୍ଟି ଶକ୍ତି ତୁମକୁ ଛାଡିକରି ପଳେଇଲା চশমা লগাইলে মধ্যে দেখাଯିবনি বসন্ত সে পড়েই গলা ବାକ୍ୟଂ ନାଦ୍ରିୟତେ ଚ ବାନ୍ଧବ ଜାନୁ জন ଘରକୁ ଯୋଉ ବନ୍ଧୁଟିଏ ଆସୁଥିଲା আহা ପଚାରୁଥିଲା হ্যাঁ ତୁମ ସାଙ୍ଗରେ ଦିପଦ କଥା ହଉଥିଲା হউଥିଲା ଭଲ মন্দ କହୁଥିଲା মুরবি যেତେବେଳେ ঘরର ମୁଁ ଗାର୍ଡିଆନ୍ସ ହଁ ତେଣୁ ମତେ ନ ପଚାରିଲେ ମୋ ଘରକୁ କେହି ପଶି ପାରିବେନି ବସନ୍ତ ଆଜ୍ଞା ଆଜି ଯେତେବେଳେ ବୁଢା ତୁମେ ପିଣ୍ଡା ଉପରେ ବସିଛ ନା ବସିଛି ଯିଏ ବନ୍ଧୁଟିଏ ଆସିଲେ ତୁମେ ବସିଛ ତୁମକୁ ନମସ୍କାର ଟିଏ କରି ତାର ସେ ଘର ଭିତରକୁ ଯାଉଛି যায় ଯଦି ପଚାରିବ ବାବା କୁଆଡେ ଆସିଥିଲୁ ନା ତମଠି କଣ କାମ এ তেমে কিଏ তেমে বুড়া লোক ছিনি বসিয়া লোক ମୁଁ କୁଆଡେ ଆସିଛି କଣ କରିଛି ତମକୁ କଣ ଦରକାର ବସ 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 ପୁଅ କୁଆଡେ ଗଲେ ପୁଅକୁ ଖୋଜିବେ ଆଉ ତମକୁ ଖୋଜିବେ ନାଇଁ ତେଣୁ ଯୋଉ ମାଲିକାନା ଘର ଭିତରେ ଥିଲା ସିଏ ମଧ୍ୟ ଚାଲିଗଲା ଚାଲିଗଲା ଆଁ? ଚାଲିଗଲା ଗଲା ପୁଅରେ ଆଜ୍ଞା ଘର ଭିତରକୁ ଆଉ ପଶିବାକୁ ବୁଢାକୁ ହେ ଅର୍ଡର ନାହିଁ ବୁଢା ଆଉ ଘର ଭିତରକୁ ପଶି ପାରିଲାନି ନାଇଁ କଣ କଲା ଦାଣ୍ଡ ଦ୍ୱାରେ ସିଡି ତଳେ ପଡିଥବ ପୁଅ ଅତିଥି ଯେମିତି ଯାଆନ୍ତି ହେଇ ଦାଣ୍ଡ ଘରେ ଦାଣ୍ଡ ଦ୍ୱାରେ ଟିକେ ଡାକିବେ ଦାଣ୍ଡ ଘରକୁ ଯିବେ ଯିବେ ସେଇ ପର୍ଯ୍ୟନ୍ତ ଅତିଥିଙ୍କର ଯିବା ଆସିବା ହଁ ଦାଣ୍ଡ ଘର ପର୍ଯ୍ୟନ୍ତ ବେଶ ଆଉ ଭିତରପୁରକୁ ଯିବା ପାଇଁ ଅତିଥିଙ୍କର ହଁ ସେଠି ଲେଖା ହେଇଛି ନୋ ଆଡମିଶନ ଅଡିଏନ୍ସ ହାଉସ ଇଜ ଗୋ ଟୁ ଦି ବାରବାଟୀ ଷ୍ଟାଡିୟମ ଇଂଲିଶ କହନି ଓଡିଆ କହ ଓଡିଆ ଆମେ ଓଡିଆ ଲୋକ ଓଡିଆ କହିବା ଓହୋ ହଉ ହଉ ହେଁ? ହଁ ପୁଅରେ ମନେ ରଖେ ଆଜ୍ଞା ଆଉ ଭିତରକୁ ଯିବାକୁ ବୁଢାକୁ ମନା ହେଇଗଲାଣି ମନା ହେଇଗଲା ଯାଇପାରିବନି ତ ବୋହୁ କହିଲା ବୁଢା ଘରେ ରହୁଛନ୍ତି ହଁ ହଗାମୁତା କରୁଛନ୍ତି ହଁ। ଘର ଦୁର୍ଗନ୍ଧ ହଉଛି ଏ ଯାଉ ଯାଉ ପରିସ୍ରା ହେଇଯାଉଛି ଯାଉ ଯାଉ ଝାଡା ହେଇଯାଉଛି ୟାର କାହିଁ ବୁଢା ଆସିବ ସେ ସିଡି ତଳେ ପଡିଥା ସେଇଠି ବସେ ୟାର କିଏ କହିଲା ଆସିବାକୁ ଯାଉଛୁ ନାଇଁ ନା ଦେଖିବୁ ଶୌର୍ଯ୍ୟ ବନ୍ଦୀ ପ୍ରାୟ ହୋଇ ସେ ନାନାଦି ଭର୍ଷ ନାଶ ଚୋର ଯେମିତି ବନ୍ଦୀ ହେଇକି ରହେ ଆଜ୍ଞା ଆଁ? ଆଜ୍ଞା ଇଏ ବୁଢା ସେଇମିତିକା ବନ୍ଦୀ ହେଇକିରି ପଡିଲା ଘରେ ପଡି ରହିଲା ବାହାର ଭିତରକୁ ଯିବା ପାଇଁ ଅର୍ଡର ନାହିଁ ନାଇଁ ସେଇ ଦାଣ୍ଡ ଘର ଖଟିଆରେ ପଡିଲା ହଁ ହଁ ପୁଅରେ ନାଚିକି କହିଲେ ପାଣି ମନ୍ଦେ ଦିଏ ବୋଲି ସେ ଦିନିଟାକୁ ପାଣି ମନ୍ଦେ ଆଣିକି ଦବ ପଛକେ ପାଇବ ନାହିଁ ନାନାଦି ଭର୍ସନା ସହଇ ହଁ ନାତି ହଉ ନାତୁଣୀ ହଉ କେହି ଆଉ ବୁଢା କଥା ଶୁଣୁନାହାନ୍ତି ବୁଢା ଦାଣ୍ଡ ଘରେ ବସିକିରି କାନ୍ଦୁଛି ଦାରାତନୟ ଭକ୍ଷତାରେ ଦିଅନ୍ତି ଅତି ହତାଦରେ ଭାଗବତ ହଁ ପଦୁଟିଏ ପୁଅରେ ଆଜ୍ଞା ପୁଅ ଆଉ ବୋହୁ ହଁ ନିଜର ସ୍ତ୍ରୀ 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 ବିଚାର କଲା ଇଏ ବୁଢା ପାଖରେ ଆଉ କିଛି କାମ ନାହିଁ ନାଇଁ 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 ପୁଅ ପାଖରେ ଯଦି ନ ରହିବି ମତେ ଗଣ୍ଡେ ମଧ୍ୟ ଖାଇବାକୁ ମିଳିବ ହଁ ହଁ ପୁଅ ଭଲ କହୁ ମନ୍ଦ କହୁ ଯାହା କହୁ ବୁଢୀ ରହିଲା ତା ପାଖରେ ତା ପାଖରେ ବାକ୍ୟଂ ନାଦ୍ରିୟତେ ଚ ବାନ୍ଧବ ଜନୁ ଭାର୍ଯ୍ୟାନ ଶୁଶ୍ରୂଷତେ ସତେ ଆଉ ବୁଢାକୁ ସେବା ମିଳିଲାନି ନାଇଁ ସ୍ତ୍ରୀ ଯାଇ ପୁଅ ପାଖେ ରହିଲା ରହିଲା ଆଁ? ହଁ ଦାରାତନୟ ଭକ୍ଷତାରେ ଦିଅନ୍ତି ଅତି ହତାଦରେ ଦରି ଆଁ? ତାର ସ୍ତ୍ରୀ ହେଇ ଆଉ ପୁଅ ପୁଅ ହତାଦର ସ୍ୱରୂପ ହଁ ଆଦରହୀନ ଭାବରେ ହଁ ନେଇକିରି ବୁଢା ପାଖେ ଗଣ୍ଡେ ଥୋଇ ଦିଅନ୍ତି କଣ ମୁଁ ଯେମିତି ମୋ ବୁଢୀକି ମାଗୁଛି ଯୋଡେ କଣ ଖାଇବାକୁ ଦଉ ନା ତୋ ବୋପା ଖାଇଦେଲା ଯାଉଛୁ ପଇସା ନାହିଁ ଧାର ଧାର ଲୋତକ ଝରୁଛି ବୁଢା ନୟନରୁ ଏମାନଙ୍କୁ ବଡ କରିବା ପାଇଁ ମୁଁ କଣ ଦେଇନଥିଲି ନକିଲି ମାଛ ମାଂସ ସବୁଦିନ ଭଲ ଭଲ ଖାଦ୍ୟ ଦେଇଥିଲି ଆଜି ଶେଷ ଜୀବନରେ ମତେ କିଛି ମିଳୁନାହିଁ ହତାଦର କରୁଛନ୍ତି ଖାଦ୍ୟ ଗୁଡାକ ମତେ ରୁଚୁନି
ବିଚାର କରେ ଆଜ୍ଞା ଦାଣ୍ଡରେ ଲୋକମାନେ ଯାଉଛନ୍ତି ଡାକିକିରି ବୁଢା କହିଲା 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 ଭାଇ ପୁଅ ବୋହୁ ଆଉ ପଚାରୁ ନାହାନ୍ତି ଆପଣ ମାନେ ତୁ ସମସ୍ତେ ଗାମଲା ଅଛନ୍ତି ଟିକେ ବୁଝୁନା ବୁଝ ମୋ କଥା ଟିକେ ବୁଝନ୍ତୁ ମୋ ଯିଏ ଶୁଣିଲା ସିଏ କହିଲା 3 ମହଲା କୋଠା କଲା ପୁଅ ପାଇଁ ବ୍ୟାଙ୍କ ବାଲାନ୍ସ ଅନେକ ରଖିଲା ଜମିବାଡି ଯଥେଷ୍ଟ ଆମକୁ କଣ ଦେଇଥିଲା ଆମେ କାହିଁ ତା ଘର କଳିରେ ପଶିବା ଯିଏ ଶୁଣିଲା ସିଏ ଆଡେଇ ହେଇକିରି ଗଲା କେହି ଶୁଣିଲେନି ବୁଢା ଶେଷ ବେଳକୁ ସେଇ ଖଟିଆରେ ପଡି 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 ଶେଷ ନିଶ୍ୱାସ ତ୍ୟାଗ କଲା ପୁଅରେ এই যে বার্ধক্য কষ্ট তাঠু বড় কষ্ট আর সৃষ্টিরে নাই জীবন যেতেবেলে এ পিণ্ডকু ছাড়িকি যায় না কেড়ে কষ্ট হুয়ে সংসার যদি সে ফেরি আসন্তা কহি দিয়ন্তা মো জীবন গলা বেলে এতিকি কষ্ট গোটিয়ে কষ্ট জন্ম কষ্ট গর্ভ কষ্ট বার্ধক্য কষ্ট ଆଉ ଗୋଟିଏ କଷ୍ଟ ହଉଛି ମୃତ୍ୟୁ କଷ୍ଟ ମରିବା ଗୋଟିଏ କଷ୍ଟ ନାଇଁ ସାର୍ ଆପଣ ମରିନାହାନ୍ତି ତ କଣ ଜାଣିବେ ଆମ ଶିକର ସ୍ୱାଇଁ ଶଗଡ଼ ନେଇକି ଯାଇଥିଲା କଳେଇ ଆଣିବାକୁ ପୁଅ ଲାଇନ ଉପରକୁ ବଳଦଟା ଉଠିଗଲା ସିଆଡୁ ଗୋଟେ ଗାଡି ଆସୁଛି ସିଏ ସେ ବଳଦଟାକୁ ଓଡେଇବ ବୋଲି ତା ଲାଞ୍ଜୁଟାକୁ ଧରିକି ଯେତେ ବାଡେଇଲା ସିଏ ଲାଇନ ଉପରେ ଦୌଡିଲା ଗାଡି ସିଆଡୁ ଆସୁଛି ଏ ପୁଅ ସାଙ୍ଗେ ସାଙ୍ଗେ ଖୋଚିକିନା ଗାଡିଟାକୁ କାଟିଦେଲା ସେପଟେ ଗଣ୍ଡି ଏପଟେ ମୁଣ୍ଡ ସିଏ ଆନନ୍ଦରେ ଯାହା ଗେଣିଲା ବାପା ଜୀବନ ଯାଉଛି କେଡେ କଷ୍ଟ ତାକୁ ହଉଥିବ ସେ କଥା ଅନୁଭବୀ ଯଦି ବଞ୍ଚିଥାନ୍ତା ବଞ୍ଚି ଆସନ୍ତା କହିଥାନ୍ତା ମୋ ଜୀବନ ଗଲା ବେଳେ ଏତିକି କଷ୍ଟ ସେ କଷ୍ଟରେ ସେମିତି ହଉଥିଲା ତେଣୁ ଏ 4ଟି କଷ୍ଟ ଅକଥନୀୟ କଷ୍ଟ ୟାକୁ ସହିବାକୁ ବାଧ୍ୟ କହିବା ସମ୍ଭବ ନୁହଁ କହିଲେ କେହି ଶୁଣିବେନି ତେଣୁ ଏ 4 କଷ୍ଟରୁ ଉଦ୍ଧାର ହେବା ପାଇଁ ଉପାୟ ଭଗବାନ ବ୍ୟାସ କହିଲେ ଶ୍ରୀମଦ୍ ଭାଗବତ ମହାପୁରାଣରେ କହିଲେ ନଯତ୍ର ବୈକୁଣ୍ଠ କଥା ସୁଧାପଗା ন সাধব ভাগবতা যদাশ্রয়া ন যত্র যজ্ঞেশ মখামহোৎসব সুরেশ লোকো বিনয়ে সতেজ্যতাম